ସତ୍କର୍ମ କାର୍ଯ୍ୟ ଓ ଜ୍ଞାନ ସଂସାରରେ ଅଜ୍ଞାନ ପୃଥିବୀଠାରୁ ଶିଖ ଜୀବମାନଙ୍କର ପ୍ରକୃତ ସେବା କରିବା। ପୃଥିବୀ କୋଟି କୋଟି ଜୀବ ପାହାଡ଼ ଝରଣା ନଦୀ କାନନ ଆଦିକୁ ନିଜ ପକ୍ଷରେ ଆଦରରେ ବିନା ଦ୍ୱିଧାରେ କରି ରଖିଛି ଆଉ ସମଗ୍ର ଜୀବଜଗତର ଅଭାବ ଆବଶ୍ୟକତା ପୂରଣ କରିଆସୁଛି। ସେହିପରି ମନୁଷ୍ୟଗତ ଜୀବଜଗତର ହିତ ପାଇଁ କାର୍ଯ୍ୟ କରିବା ଉଚିତ। जलधारा से सीखो आगे जीवन पथ पर बढ़ना और धुएं से सीखो हरदम ऊंचे जलधारा सीख जीवन पथरे सफल आगକୁ बढ़िबा ଏବଂ ଧୂଆଁଠାରୁ ଶିଖ ସବୁବେଳେ ଉଚ୍ଚ ଉଠିବା। ଜଳଧାରା ସର୍ବଦା ଯେତେ ବାଧା ବିଘ୍ନ ଆସିଲେ ବି ଆଗକୁ ଆଗକୁ ମାଡ଼ିଯାଏ। ତେଣୁ ଜୀବନରେ ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ଆସିଲେ ବି ଜଳଧାରା ପରି ମନୁଷ୍ୟ ତାର ଆଉ ଧୂଆଁ ଯେପରି ସବୁବେଳେ ଉର୍ଦ୍ଧ୍ୱ सीखो चरित्र निज गणना अपने गुरु से सीखो ନିଜର ଚରିତ୍ର ଗଠନ କରିବା ନିଜ ପରିବାରର ଉତ୍ତମ ବିଦ୍ୟା ଆହରଣ କରିବା। ମନୁଷ୍ୟ ନିଜ କର୍ମ ଦ୍ୱାରା ମହାନ ହୋଇଥାଏ। ଉତ୍ତମ ଆଚରଣ ଉନ୍ନତ ବିଚାର ମନୁଷ୍ୟକୁ ଆଦର୍ଶ ଓ ସତ୍ପୁରୁଷ କରି ଗଢ଼ି ତୋଳେ। ତେଣୁ ଆମେ ସତ୍ପୁରୁଷମାନଙ୍କ ଠାରୁ ଉତ୍ତମ ଚରିତ୍ର ଗଠନ ଶିଖିବା। ମନୁଷ୍ୟ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନୁଷ୍ୟ ଜୀବନର ପଥ ପ୍ରଦର୍ଶକ ଗୁରୁଙ୍କ ଠାରୁ ଅର୍ଜନ କରି ମନୁଷ୍ୟ ନିଜ ଜୀବନକୁ ସାର୍ଥକ କରିପାରିବ। नीति सीखो सीख हंसना हसीबा भरा प्रबल गाना गीत तरुण नई चलता शीश झुकाना सूरज सूर्य जगना जागृत जगाना जागृत लता लता पेड़ गछ सबको समस्त को गले लगाना प्रेम करना दीप दीप अंधेरा अंधार हरना हरिबा पृथ्वी सेवा सेवा जलधारा जलधारा आगे आगकू धुआं धुआं हरदम सबुबले चढ़ना चढ़िबा सत्पुरुष बा महामानव बा भल मनीष चरित्र निज निज गणना बढ़िबा गुरु उत्तम उत्तम विद्या विद्या गणना। वर्तमान आमे शिक्षा अनुसार प्रश्न